ଜୟ ଜଗନ୍ନାଥ ସାଙ୍ଗମାନେ। କ୍ୟାମେରାକୁ ସେଟ୍ କରିଦେଲି, ନିଜର ଲୁକ୍ ଟିକେ ଦେଖେଇଦେଲି। ଦିସ୍ ଇଜ୍ ମାଇ OOTT। ଯାଇଛି କୁଆଡ଼େ? ବ୍ରତ ଘରଟେ ଆଟେଣ୍ଡ କରି। ବ୍ରତ ଘରରେ କିଏ ବ୍ରତ ହଉଛନ୍ତି? ମୋର ହେବେ ସେ ଦି ଜଣ ଯାକ ପୁତୁରା, ଭଉଣୀର ପୁଅ। ଠାକୁରମାନେ ରେଡି, ଅଲ୍ ସେଟ୍ ରେଡି, ବ୍ରାହ୍ମଣ ରେଡି। ଯିଏ ବ୍ରତ ଘର କରେଇବେ କର୍ତ୍ତାଙ୍କର ଧର୍ମପତ୍ନୀ ଆଉ ବ୍ରତ ଘର ହେବାକୁ ଥିବା ଦି ଜଣ ଯାକ ବଳିର ବକ୍ରା। ବାହାଘରରେ ତ ବଳିର ବକ୍ରା କୁହାଯାଏ, କିନ୍ତୁ ବ୍ରାହ୍ମଣ ମାନଙ୍କ ବ୍ରତଘର ପା ଅଧା ବାହାଘର, ଖାଲି କନ୍ୟା ସିନା ନଥାଏ। ଠାକୁରମାନେ ରେଡି, ସମସ୍ତେ ମାଳ ଫାଳ ପକେଇ ବସି ଯାଇଛନ୍ତି। ପ୍ଲାଷ୍ଟିକ ଫୁଲ ସହିତ ଅରିଜିନାଲ ସତେଜ ଫୁଲ ବି ରେଡି ହେଇକି ସେମାନେ ସବୁ ଓହଳି ଯାଇଛନ୍ତି। ପ୍ଲାଷ୍ଟିକ ଫୁଲ ଟିକେ ବେଶୀ ଉଦ୍ଧତାମୀ ଦେଖାଉଛନ୍ତି, ଯେମିତି କମ ଜାଣିଥିବା ଲୋକ ବେଶୀ ଉଦ୍ଧତାମୀ ଦେଖାନ୍ତି, ଠିକ ସେମିତି। ତ ସମସ୍ତେ ରେଡି, ପୁରା ମଣ୍ଡପ ରେଡି। ତା ସହିତ ଅଲଗା ଫୁଲ ବି କିଛି ଅଛି, ଅଧିକ କାଠ ବି ଅଛି, କାଳେ ହୋମରେ ଦରକାର ପଡିବ। ଅଧିକନ୍ତୁ ନ ଦୋଷା ହେବା, ତ ସେଇଥିପାଇଁ ଅଧିକ ଜିନିଷ ରଖିଲେ ଭଲ, ବଳିଗଲେ ବଳିଯାଉ। ଘିଅକୁ ଟିକେ ତରଳା ହେଲା। ଠାକୁର ମାନେ ତ ଜେଜେ ଜେଜେ ସ୍ଥାନରେ ଅଛନ୍ତି। ମାଇକ୍ ଟା ଅଛି କିନ୍ତୁ ବ୍ରାହ୍ମଣ ଚାହୁଁନାହାନ୍ତି ମାଇକ୍ ରେ ସବୁ କଥା କହିବା ପାଇଁ। ଟିକେ ସମୟ ହୋମ ହେଇସାରିଲା ପରେ ଏମାନେ ପୁଣି ଫେରି ଆସିଲେ। କଣ? ସମସ୍ତେ ଦିଟାକ ଲଣ୍ଡା ହେବେ। ବଡ ପ୍ରଥମେ ଲଣ୍ଡା ହଉଛି, ସାନ ଏଠି ଠିଆ ହେଇଯାଇଛି ଦେଖୁଛି ଭାଇ କେମିତି ଲଣ୍ଡା ହଉଛି। ମୋର ବି ୟା ପରେ ପାଳି ଆସିବ ଆଉ, ମୋର ବି ଚୁଟି ଯାକ ଯିବ ଆଉ, ସତ୍ୟାନାଶ। ଏପଟେ ଚାଲିଛି କଣ? ବଡୁ ଭିକ୍ଷା ପାଇଁ ଲଙ୍ଗା ହଉଛି କାନିକା। ଖାଲି ପୋଡ ଭିକ୍ଷା ନୁହଁ ମ, ତା ସହିତ ଯୋଉ ପଞ୍ଚୁଗ୍ରାସ ହୁଏ, ତ ସେଇ ପଞ୍ଚୁଗ୍ରାସ ପାଇଁ ରାନ୍ଧିବ କିଏ? ମାଇଁ ଏପଟେ ଧୂଆଁରେ କଲବଲ ହେଇ ଭଲ ଶାଢୀଟେ ପିନ୍ଧି ରାନ୍ଧିବାରେ ଲାଗିଛନ୍ତି। ଲୁଣ ତ ପଡିବନି, କେବଳ ଚିନି ପଡିବ, କଦଳୀ ପଡିବ, ସାରୁ ପଡିବ ଆଉ ଅରୁଆ ଚାଉଳ ପଡିବ। ଘୋଡି ଘାଡି ହେଇ ସେ ମହାତ୍ମା ଫୁଙ୍କା ଫୁଙ୍କି କଲି ଚୁଲିକୁ ଜଳେଇ ଯାଇତାଇ ଟିକେ ରାନ୍ଧିଦେବେ ଆଉ। ୟା ପରେ ପୁଣି ସେମାନେ ଲଣ୍ଡା ବ୍ରାହ୍ମଣ ଦିଟା, ନୂଆ ବ୍ରାହ୍ମଣ ହେଇନାହାନ୍ତି ପା, ପଇତା ଦିଆହବ ଆଜି ତାଙ୍କୁ। ଲଣ୍ଡା ହେଇ ପୁଣି ଆସିଗଲେ କର୍ମ ପାଖକୁ। ବେଦୀରେ ବସିଲେ, ଦୀପଟେ ଜଳୁଛି, କାଠ ଧୂଆଁ ହେଇ ସାରିଲାଣି। ଏବେ ଆସିଗଲା ପଞ୍ଚୁଗ୍ରାସର ପାଳି। ତାଙ୍କ ଦି ଜଣ ସହିତ ଆଉ 3 ଜଣ ବି ଆଡ ହେଇଯାଇଛନ୍ତି। ମାଇଁ ଏପଟେ ଗୋଳା ଗୋଳା କରିକି 5ଟା ଗୋଳା ଥୋଇବାରେ ଲାଗିଛନ୍ତି। କଂସା ଗିଲାସରେ ପାଣି ବି ଦିଆଯାଇଛି ତାଙ୍କୁ। ସେ 2 ଜଣ ବସିକି ଭାବୁଛନ୍ତି ଏଇ 5ଟା ଯାକ ପୁଣି ଖାଲି ପେଟରେ ଖାଇବାକୁ ହବ ନା। ମାଇଁ ପଛେ ଗୋଳାର ସାଇଜ ଠିକ ଠାକ ନ କରନ୍ତୁ, ସେ ଠିକ ଠାକ ନ କରିବା ଅଲଗା କଥା, କିନ୍ତୁ 5ଟା ଗୋଳା କରି 2 ଜଣଙ୍କ ପାଖରେ ଥୋଇଦେଲେ। ଆଉ ଅଲଗା ଲୋକମାନେ ବସି ଚାରିଆଡେ ଦେଖୁଛନ୍ତି, ଆଉ ଆମକୁ ଯାହା ହଉ ଟିକେ ବସିବାକୁ ପଡିବ। ତ ସେଇ ଭିତରେ ଅଲଗା ମାନେ ଇନଷ୍ଟ୍ରକ୍ସନ ଦବାକୁ ବି ରେଡି, ଏଇଟା ସେମିତି କର, ସେଟା ସେମିତି କର, ସବୁ କାମରେ ଥାଆନ୍ତି ନା କେହି କେହି ଇନଷ୍ଟ୍ରକ୍ସନ ଦବାକୁ। ତ ଏବେ ଆସିଲା ମାଇଁ ବସିଲେ 2 ଜଣଙ୍କ ଭିତରେ। ସବୁ କାମ ବାଦ ବା ସବୁ କାମ ଆଗରୁ ଫଟୋ ଉଠା କାମଟା ତ ମୋଷ୍ଟ ଇମ୍ପୋର୍ଟାଣ୍ଟ, ସେଇଟା ତ ହବା ଦରକାର। ଫଟୋରେ ପୋଜ ଦେଇଦିଅ। ଏ 2 ଜଣଙ୍କୁ କିନ୍ତୁ କିଛି ଫରକ ପଡୁନି, ସେମାନେ କ୍ୟାମେରାକୁ କମ ଆଉ ଅନ୍ୟ ଲୋକମାନଙ୍କୁ ବେଶୀ ଦେଖୁଛନ୍ତି। କଣ ଆମକୁ ଏତେ କଥା କରଉଛନ୍ତି ଆଉ। ପୁଣି କଣ ଆଚମନ କରାହେଲା, ପାଣି ହାତରେ ଧରି ନନା ବତେଇଛନ୍ତି କେମିତି କଣ କରିବ। 2 ଜଣ ଯାକରୁ ଗୋଟେ ଜାଣୁଛି ଆଉ ଗୋଟେ ଜାଣିପାରୁନି। ଯିଏ ଜାଣୁନି ସେ ସାନ ଭାଇକୁ ଦେଖୁଛି ଯେ କଣଟା ହଉଛି, ତାକୁ ଦେଖି ଶିଖିଯିବି କିଛି ଆଉ କରିଦେବି। ଯିଏ ଜାଣି ନ ପାରିଲା ଆସିକି ଆଉ ଜଣେ ବ୍ରାହ୍ମଣ ନନା ତାକୁ ପୁଣି ବତେଇ ଦେଲେ କଣ ଗାର କାଟିବ, ତାପରେ ଗାରରେ କଣ ଟିକେ ନାକୁ ଥୋଇବ, କିଛି ଗୋଟେ କରିବ। ମୁଁ ବି ସେ ବିଷୟରେ ଜାଣିନି, ବାସ୍ ମୁଁ ବି ଜଣେ ଦର୍ଶକ ଥିଲି, ଆଉ ଅନ୍ୟମାନେ ବି ତାଙ୍କ 2 ଜଣଙ୍କୁ ଦେଖୁଥିଲେ ଯେ ସେମାନେ କେମିତି କରୁଛନ୍ତି। ତାପରେ ବାକି ଯୋଉମାନେ ବସିଥିଲେ ସମସ୍ତଙ୍କ ପାଇଁ ସେଇ କାର୍ଯ୍ୟକ୍ରମ ପୁଣି ସେ ଚାଲୁ ହେଲା। ସମସ୍ତେ ଖାଇବା ଆଗରୁ ସେଇ ଆଚମନ କରିବେ, ପାଣି ଦେବେ, ଗାରଟିଏ କାଟିବେ। ଆଉ ଜଣଙ୍କୁ ବି ବତା ହେଲା, ହଁ ଖାଇବା ସହିତ ସେଇ ଖେଚେଡି ସହିତ 2ଟା ରସଗୋଲା ବି ଆଡ ହେଇଯାଇଛି ଏଇ ଭିତରେ। ଆରେ ବା। ଏବେ ମାଇଙ୍କ କାମ ହେଲା 2 ଜଣଙ୍କୁ ଥରେ ଥରେ କି ଗୋଟେ ଗୋଟେ ଗୁଣ୍ଡା, ୟାକୁ ଥରେ ହେଲେ ତାକୁ ଥରେ ଖୁଆଇଦେବେ। ଇଏ ମହାତ୍ମା ଖାଇକି ଢୋକିବା ଭିତରେ ଅନ୍ୟ ଜଣେ ତାକୁ ଅନେଇ ସାରିଲାଣି। ସେ ତ ଢୋକି ସାରିବଣି ଆଉ, ଭୋକରେ ଯେହେତୁ ଅଛି, ଖାଦ୍ୟ ଦେଖିଲେ ଆଉ କି ତର ସହେ। ଏବେ ଆସିଲା ରସଗୋଲା ପାଳି। 2ୟ ଜଣକ ରସଗୋଲା ନବାକୁ ରେଡି, କିନ୍ତୁ ମାଇଁ ପ୍ରଥମେ ବଡକୁ ଖୁଆଉଛନ୍ତି। ବଡକୁ ଖୁଆଇବା ଭିତରେ ସେ ଫାଳେ ଥୋଇକି ଖାଇକି ରଖି ସାରିଲାଣି। ସେବେ ଏଇ ଯୋଉ ଫାଳକ ଥୋଇ ଦେଇଥିଲା ସାନ ଖାଇକି, ଏବେ ସାନକୁ ଖୁଆଗଲା। ଏଇ ସାନକୁ ଖୁଆଇବା ଭିତରେ ମାମୁଁ ଆସି ପହଞ୍ଚିଗଲେ ଫଟୋ ପୋଜ ଦବା ପାଇଁ। ପୁଣି ହେଇଗଲା ହୋମ କାର୍ଯ୍ୟକ୍ରମ। ହୋମ ଚାଲିଲା, ମନ୍ତ୍ର ପଢା ବି ଚାଲିଲା। ଏଇନା ହାତରେ ଧରିଛନ୍ତି ପଇତା। ବଡ ଏଠି ଠିଆ ହେଇକି ଉଣ୍ଡୁଛି, କଣ ସାନର ସେପଟେ ହଉଛି। ମୋର ବୋଧେ ହବ ଆଉ। ପଇତାଟା ଏଇ ପଇତା ପାଇଁ ଏତେ କଥା। ଇଆଡେ ଭୋକରେ ପେଟ ଭିତର କଣ କଣ ହଉଛି। ଠିକରେ ବସିଯାଏ, ବସି ବି ହଉନି, ଗାମୁଛାଟା ବାନ୍ଧି ବି ହଉନି ଠିକରେ। କି କଷ୍ଟ ଅବସ୍ଥା। ଯାଏ ଟିକେ ବୁଲି ଆସେ। ସେ ଉଠିଗଲା। ସାନ ବସିକି ଚାରିଆଡେ ଦେଖୁଛି,
ଯେ କ'ଣ ହେଉଛି ଇଆଡ଼େ ଜିଭ ହଲ ହଲ କରିକି ତା କାର୍ଯ୍ୟକ୍ରମ ବି ଚଲେଇଛି। ଖାଲି ତ ବସିପାରିବନି ସେ, ବା ବିନା ହାତ ଗୋଡ଼ ଜିଭ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ନ ହଲେଇକି ସେ ତା ଦୁନିଆରେ ମସଗୁଲ। ଆଉ ଏପଟେ ଯିଏ କର୍ତ୍ତା ବସିଛନ୍ତି, ମାନେ ଯିଏ ବ୍ରତଘର କରାଉଛନ୍ତି, ସିଏ ଧ୍ୟାନର ସହିତ ପଇତା ସଜାଡ଼ିବାରେ ବ୍ୟସ୍ତ। ଏପଟେ ମଉସା ବି ସେଇ ପଇତା ସଜାଡ଼ିବାରେ ବ୍ୟସ୍ତ, ବ୍ରାହ୍ମଣ ମନ୍ତ୍ର ପାଠରେ ବ୍ୟସ୍ତ। ଆଉ ଏପଟେ ବଡ଼ ମହାଶୟ ବାହାରକୁ ଦେଖିବାରେ ବ୍ୟସ୍ତ। କେତେବେଳେ ଯେ ସରିବ, ମୁହଁ ତ ସେଇ, ଏକ୍ସପ୍ରେସନ୍ ତ ସେଇଆ, କେତେବେଳେ ସରିବ, ମୁଣ୍ଡ ଟେନସନ୍ ହେଇଗଲାଣି। ନା ଖାଇବାକୁ ଦଉଛନ୍ତି, ନା ବ୍ରତଘର କାମ କରୁଛନ୍ତି, କିଛି ନାହିଁ। ବାହାରକୁ ଦେଖିବାକୁ ହେଲେ ବି ପୁଣି ସେଇ ଧୂଆଁ ପାଖରେ ବସିବାକୁ ପଡ଼ିବ। ଚାରିଆଡ଼ ଦେଖିକି ସେ ବିଚରା ପିଲା ପୁରା ବୀତସ୍ପୃହ ହେଇକି ଏଠି ଠିଆ ହେଇଛି। ବାକି ମାନେ କିଛି ଜଣ ଦେଖୁଛନ୍ତି ବ୍ରତଘର କେମିତି ଚାଲିଛି। ଏପଟେ ଜଣେ ନନା ମନ୍ତ୍ରପାଠ କରୁଛନ୍ତି, ଆର ନନା ଜଣକ ସେଇ ମନ୍ତ୍ରପାଠ ଅନୁସାରେ ଯଦି ତାଙ୍କର କେତେବେଳେ କୋଉଟା ଆଗପଛ ହେଇଯାଉଛି ଧୀରେ ରହିଯାଉଛନ୍ତି, କ'ଣ ଗୁଡ଼େ ବସିକି ଫୁଲ ଚଢ଼ଉଛନ୍ତି। ଏବେ ପୁଣି ଆଉ ଥରେ ନିଆଁରେ ଦେଖେଇଲେଣି ସେଇ ଜାଗାଟାକୁ। ଘିଅଟା କେତେ ଯେ ତଳିବ, ଘିଅ ବି ମନେ ମନେ ଭାବୁଥିବ। ଏତେ ତଳେ ତଳେ ପାଣି କରିସାରିଲା ପରେ ବି ଏମାନଙ୍କ ମନ ଶାନ୍ତ ହଉନି, ମୋତେ ପୁଣି ଆହୁରି ପାଣି ଠାରୁ ବି ଆହୁରି ସରୁ କରିବାକୁ ଚାହୁଁଛନ୍ତି। ଏପଟେ କର୍ତ୍ତାଙ୍କର ସ୍ତ୍ରୀ କଥା ହଉଛନ୍ତି ବାହାରେ, ମଝିରେ ସାନ ଦେଖି ଦଉଛି କି କ'ଣ କୋଉ ବିଷୟ କଥା ହଉଛନ୍ତି, କାଳେ କିଛି ଖାଇବା ପାଇଁ ଆଣିବେ କି ଆଉ କିଛି ଆଣିବେ କି। ଏପଟେ ପୁଣି ବ୍ରତର ପୂଜା ହେବା ପାଇଁ ପୁଣି ନନା 2 ଜଣ ଯାକ କର୍ତ୍ତାଙ୍କୁ ଠିଆ କରିଦେଇଛନ୍ତି, ବା ଯିଏ ବ୍ରତଘର କରୁଛନ୍ତି ଆଉ ଅନ୍ୟ ବଡ଼ମାନଙ୍କ ଠାରୁ ଆଜ୍ଞା ଆଣୁଛନ୍ତି ଯେ ଆପଣମାନେ ଆଜ୍ଞା ଦିଅନ୍ତୁ, ବ୍ରତଘର ତାକୁ ବ୍ରତ ପିନ୍ଧା ହେବ, ନୂଆ ବ୍ରହ୍ମଚାରୀ ହେବ। ତ ଅନ୍ୟମାନେ ଆଜ୍ଞା ଦେଉଛନ୍ତି, ସେଇ ଅନୁସାରେ କିଛି ମନ୍ତ୍ରପାଠ କରୁଛନ୍ତି। ସାଉଣ୍ଡ ରଖିଥିଲେ ଭଲ ହେଇଥାନ୍ତା, କିନ୍ତୁ ସେଇ ହୋହା ଭିତରେ କାଳେ ମନ୍ତ୍ରପାଠଟା ଠିକ୍ରେ ନ ଶୁଭିଥାନ୍ତା। ମୋ କ୍ୟାମେରା କ୍ୱାଲିଟି ଏତେ ଖାସ୍ ନୁହଁ ନା, ଭଏସ୍ କ୍ୱାଲିଟି ବି ସେତେ ଭଲ ନୁହଁ। ତ ସେଇ ଆଜ୍ଞା ଆଣିବା ଭିତରେ ସେ ମନ୍ତ୍ରପାଠ କରୁଥିଲେ, ତା ସହିତ ହୋମର ନିଆଁ ଜଳୁଥିଲା, ଅନ୍ୟମାନେ ଆଜ୍ଞା ଦେଇଥିଲେ। ତ ଏଇ ଆଜ୍ଞା କାର୍ଯ୍ୟ ସମାପନ ହେଲା ପରେ ହିଁ ଏଇ ନୂଆ ବ୍ରତ ଯେଉଁ ପଇତା ପିନ୍ଧା ହେବ। ଏପଟେ ବଡ଼ର ସରିଥିଲା, ତ ଏପଟେ ପୁଣି ସାନର ପାଳି, ସାନକୁ ବି ସେଇ ଆଜ୍ଞା ଦେଲେ ଯେ ବ୍ରତଘର କାର୍ଯ୍ୟ, ବ୍ରତ ତାକୁ ପିନ୍ଧାଯାଉ, ନୂଆ ବ୍ରହ୍ମଚାରୀ ହେଉ। ଅନ୍ୟମାନେ ଯେଉଁ ଥିଲେ ଆଗରୁ ବ୍ରତ ହୋଇସାରିଥିଲେ, ମାନେ ଗୁରୁଜନ ଲୋକ, ତ ସେମାନେ ତାକୁ ଆଜ୍ଞା ଦେଇଥିଲେ। ତ ତାକୁ ସେ ପିନ୍ଧେଇବାକୁ ରେଡ଼ି ଥିଲେ। ଏପଟେ ଇଏ ଅନେଇଛି କ'ଣ ହେଉଛି, କ'ଣ ଆଜ୍ଞା ଦେଉଛନ୍ତି। ତ ଏପଟେ ଖଣ୍ଡେ ବାଡ଼ିରେ ବ୍ରତଟେ ଲଗେଇ ଆଉ ଖଣ୍ଡେ ସେ ପିନ୍ଧି ସାରିଲାଣି। ୟାକୁ କ'ଣ କୁହନ୍ତି ମୋତେ ତ ଏଇଟା ଆଇଡ଼ିଆ ନାହିଁ। ଯଦି ଆପଣଙ୍କର ଆଇଡ଼ିଆ ଥିବ ମୋ ଭିଉଅର୍ସ କମେଣ୍ଟ କରିବେ ଜରୁର। ତ ଏବେ ଠିଆ ହେଇକି ଦେଖୁଛନ୍ତି କ'ଣ ସେ କହୁଛନ୍ତି, କ'ଣ ତାକୁ ହେ ପିଲାକୁ ଟିକେ ଥଟ୍ଟା କରୁଛନ୍ତି, କେତେଟା ବାହା ହବୁ। ଅନ୍ୟମାନେ କହୁଛନ୍ତି 5ଟା କହିଦେ, ସେ କହୁଛି 5ଟା ରଖି କ'ଣ କରିବି ମ। ଏଇ ଅଜା ବୟସର ଲୋକମାନେ କହୁଛନ୍ତି ଆମକୁ ଗୋଟେ ଗୋଟେ ଦେଇଦେବୁ। ହସି ମଜାକ ଚାଲିଥିଲା। ଏପଟେ ତାର ଧୋତି ଖୋଲିଗଲାଣି, ବଡ଼ର ଧୋତି ତ କହିବିନି, ସେଇ ଯେଉଁ କରିଆ ଗାମୁଛା ଖୋଲିଗଲାଣି, ତାକୁ ଟିକେ ସଜାଡ଼ି ଦେଲେ ଯିଏ କର୍ତ୍ତା ବସିଥିଲେ। ହଁ, ଏବେ ସେ ରେଡ଼ି, ବସିବାକୁ ରେଡ଼ି। ଇଏ ଏପଟେ ଠିଆ ହେଇକି କୋଉଟା ଆଗ ଧରିବି, କୋଉଟାକୁ କେମିତି ଧରିବି, ହାତଟାକୁ କେମିତି ବଙ୍କା କରିବି, କୋଉ ବିଶି ଆଙ୍ଗୁଠିଟା ଲାଗିବା କଥା ନୁହେଁ ତାକୁ ବତା ହେଉଛି। ତାର ସିଷ୍ଟମ୍ କିଛି ଅଲଗା। ପାଣି ନେଇ ଆଗ କ'ଣ ଧୋଇଲା, ତାପରେ କ'ଣ ପାଣି ନେଇ ଟେକିଲା, ପୁଣି କ'ଣ ପାଣି ନେଇ ଟିକେ ପିଇଦେଲା। ଯାହା ଯାହା ନନା କହୁଛନ୍ତି ସେଇ ଅନୁସାରେ ଇଏ ଫଲୋ ଅପ୍ କରୁଛି। ହାତ ପୁଣି ଧୋଇଲା, ତାଙ୍କୁ ଦେଖୁଛି, ପୁଣି ନମସ୍କାର ହେଲା। ନମସ୍କାର କେମିତି ହେବ ସେଇ କଥା ବି ସେ ଭାବୁଛି। ସେଇ ପଟେ କାହାକୁ ସୂର୍ଯ୍ୟଙ୍କୁ ଖୋଜିଲାଣି, ସୂର୍ଯ୍ୟ ନମସ୍କାର କରିବ, ଆଚମନ କରିକି ସୂର୍ଯ୍ୟଙ୍କୁ ଖୋଜୁଛି। ହଁ, ଏଇଠି ପାଇଗଲାଣି ସୂର୍ଯ୍ୟଙ୍କୁ, ଦେଖିଗଲା। ଦେଖିଲା ଏପଟେ ବଡ଼ ଭାଇ ସେଇଆ କରୁଛି ନା ନାହିଁ। ବଡ଼ ଭାଇକୁ ଯିଏ କର୍ତ୍ତା ଥିଲେ ତାକୁ ମୁଣ୍ଡରେ ହାତ ଦେଲେ। ତାର ବିଲକୁଲ ଇଚ୍ଛା ନାହିଁ ଏଇସବୁର କଥା ପାଇଁ। ମାନେ ଗୋଟେ ସମୟରେ ଏମିତି ଲାଗେ ନା, ବୋର ଲାଗେ, କେତେ ଟାଇମ୍ ଏସବୁ ହେଉଛି ନା। ଆମର ପରମ୍ପରା ସଂସ୍କୃତି କିଛି ଏମିତି, ତ ବଡ଼ମାନେ କରିଛନ୍ତି, ଆମେ ତାକୁ ପାଳନ କରୁଛନ୍ତି, ଏଇଟା ଗୋଟେ କର୍ମ। ତ ଛୋଟ ପିଲାମାନେ ସେ କଥା ବୁଝିପାରନ୍ତିନି ନାହିଁ। ଆମେ ବଡ଼ ଲୋକମାନେ ବି ସେଇ ସବୁ, ଆମେ ବହୁତ ସମୟ ଧରି କିଛି କାମ କଲେ ଆମେ ବି ବିରକ୍ତ ହେଇଯାଆନ୍ତି। ତ ସେ ଯେହେତୁ ଖାଇବି ନାହାନ୍ତି ସେମିତି କିଛି, ତ ସେଇଥିପାଇଁ ସେ ପୁଣି କୋଉଟା କେମିତି ଧରିବ ଏବେ ପୁଣି ପ୍ରଶ୍ନ କରୁଛି ଯେ କୋଉଟାକୁ କେମିତି ଧରିବି, ଏ ବାଡ଼ିଟାକୁ କାହିଁକି ଧରିବି। ତ ସେଇ ତାକୁ ବୁଝେଇ ସାରିଲା ପରେ ଗୁରୁଜନ ଫେରି ଯାଉଛନ୍ତି, ଆଉ ସେ 2 ଜଣଙ୍କ ଭାଇ 2ଟା ଯାକ ବାଡ଼ି ଏମିତି ଧରି ପୁଣି କ'ଣ ଆଚମନ କରି ପୁଣି ପିଉଛନ୍ତି। ଏବେ ପୁଣି ତାର ହାତ ବଙ୍କା କରିକି ସେ ବୁଝେଇ ଦେଉଛନ୍ତି କେମିତି ତତେ ପାଣି ପିଇବାର ଅଛି, କେମିତି ଧରିବାର ଅଛି। ସେ ସବୁକୁ ଦେଖିକି ବଡ଼ ଭାଇ କରିସାରିଲା କି ନାହିଁ ଦେଖିଦିଏ ଟିକେ, ହଁ ବଡ଼ ଭାଇର ସରିଲାଣି। ତ ଏବେ ଇଏ ବି କରୁଛି, ହଁ ବଡ଼ ଭାଇର ସରିଲାଣି ତ ମୁଁ ବି ପିଇଦେବି, ଆଉ ସେ ତ ଯେମିତି କଲା ମୁଁ ସେମିତି କରିଦେବି। ଆଉ ତାର ମୋର ଏକା ସାଙ୍ଗରେ ହେଉଛି ନା, ତ ବଡ଼ ଯେମିତି କରିବ ସାନ ସେମିତି କରିବ। ସବୁବେଳେ ଆମ ଭାଇ ଭଉଣୀଙ୍କ ଭିତରେ ଥାଏ ନା ଯେ ବଡ଼ ସାନ କମ୍ ବେଶୀ ହେଲେ ନାନୀ କି ଭାଇ ଏଇଆ କରୁଛି ତ ମୁଁ ସେଇ ଅନୁସାରେ ସେୟା କରିବି। ଏବେ
जो मृग छाल गोटे बांधिबार परंपरा थाए तो मृग छाल तो पॉसिबल नुह तो सेईर माने विधि रक्षा करने सुतुली किंबा माने अखा बस्ता भी बंधा हुए तो एबे सुतुली बंधा होची तो सुतुली को ये करके कछा मारिबा टाइप पूरा सुतुली बंधा हला तो एबे बड़ू भिक्षा पूर्व ये कार्य हला तो तापर सुतुलीटा भल से बांधी जेहेतु सीए बांधी पारे छोट अच्छा जानवेनि केमती बांधबार अच्छी तो बड़ जड़े आसिकी सुतुली बांधीदे माने कौन एटा मृग छाल आगु यूज हुए तो पुरातन काल में एबे तो मृग छाल मृग मिलवा पॉसिबल नुहे तो सेई विधि रक्षार प्रतीक स्वरूप सुतुली बंधा है तापर कुश बटुर गोटे लेयार बा सेमती किछि से भलिया किछि मटेरियल खंडे रियाल दिया है तापर पुणी तार कुश बटुका हाथ में पिंधार थाए जी होम बसंती तो सी हाथ में पुणी हाथ में आंगुठी पिंधागला एपटे बड़ को पिंधा चलती एपटे सान को पिंधा चलती दी जन का काम आट ए टाइम गोटे समय चलती तो कौ हाथ में पिंध से पुणी कन्फ्यूज ए हाथ में ना से हाथ में ए हाथ आग देखी देता दीटा हाथ में कौन पिंधार अच्छी तो पिंधे पिंधे सारापर एपटे फोटो उठा काम भी सरी सेपटे जी व्रतघर देखिबार इच्छुक बेदी चारि पाखरे बसी जाइछन्ति पूरा तो एटा पर जो सुतुली पिंधा होता है पुणी आउ गोटे कुश बटुकार पिंधागला तापर होम घी ढालिबाई ताकू बताला तो ता सहित आउ गोटे पत्रिका भी अच्छी केमिति कौन करा केमिति शिखाहब ताकू से विषय शिखा होची कारण सी एबे निजे ही होम घी दब बहुत सुंदर भाव में कार्यक्रम चली एई भितर कहीं एंजॉय करंतु ना न करंतु सेमानकर बोर्डनेस देखिया भी गोटे एंजॉय पाखरे बसी लोक धुआं आखि लुह हवा भी आउ गोटे एंजॉय आउ ता सहित जी कर्ता बसी कर्ता भी विरक्त होउथिबे ना मने मने एते समय बसिचंती एते पूजा करूचंती केतेबेले सरीबो के जानी तो एई भलिया कथा समस्तक मन रे आसे तो ताको भितरे भी से कथा आसुथिबो तो से भी न खाई एबे ताकू शिखाई जाइतिला ना या पूर्व कही केमिति भी शिखाहब शिखौथिले तो एबे देखंतु से माने दी जण जाक हाथ धरिकी करूछंती एपटे बड़ कौन बंद कर देइची सार प्रम्प्ट अच्छी हाँ यहाँ तो ढालिबार अच्छी या भितर भर्ती करार अच्छी करदबा होची जेतेबेले करदबा हाँ धीरे धीरे भर्ती करवा घी जो घी तरड़ा होता पानी ही जाइथिला संपूर्ण पानी तो बनै देइथिले आ तो तापर ताकू ढला हैला कोथरे होमरे बड़ एपटे तले बसिकी हो पारानी जे सी कौन कला ठिया होगला एबे पुणी या कौन ठिया ये बड़ देखिला जेहेतु ठिया हो ये भी ठिया होगला सेमिति नुह एक्चुअली विधि थिला तो विधि तो थिला बड़ भाई एत शीघ्र ठिया है तो मुझे ठिया हो पड़े एबे मोर काम सरला ना मुझे बसी पड़े नाई नाई बसिले हेनी पुणी ठिया हो पड़े तो पुणी ठिया हे बाड़ीटा को केमती रखी एमती तो मो घाटा बाड़ी होती केमी रखी के जानी एपटे कैमेरामैन भाई या सुटिंग कले हम ना भिडियो बाद देले हम दे आर इन कन्फ्यूज मोड डिसाइड करेंगे या सुट करेंगे ना नाई मो थाउ सुट कहीं करेंगे एमती रखीदे हम फटो करदे हम ना एपटे बड़ पूरा ध्यान कर्ण सहित बाड़ीटा को रखी बंका तेढ़ा सी जहाँ हो ताको इश्यू ना कि रखी सी तार ध्यान सहित देखुची एबे दी जण जाक बसी दी जण ब्राह्मणकर कौन कि नेले दीक्षा नेले से जो गोटे गोटे नड़िया धरी नड़िया गोटे गोटे बाड़ेबे ता सहित गामुछा पकई किसी मंत्र नेबे मंत्र तो कहबिनी से एमती हस कथा कौन कहती बोली से दी जण कहले तो कौन हस कथा कहले मुझे तू माउसी मत कहले खाली बेल पाइले पर केबे देखा हेले बोधे कहबे तो सी गोड़ धरिकी गोड़ दीटा धरिकी बसी बड़ बड़ सान देखुची बड़ बसी मोर केतेबेले हम के जानी एबे हाँ सान पटर भाईना एबे खोलिबा आरंभ कले सान पटर भाईना बसैले ताकू भी पत्थर दीटा आनिबा कुआ जाय जनक पई आसिला पत्थर आ जनक पई आसिला सिमेंट इटा एइथिरे कौन करेंगे ना से नड़िया भांगे नड़िया भांगे नड़ियाटा जमी थे भांग गोटे थर भांगी खाइन कि सब बल से नड़िया दबार अच्छी तो केमिति भांगिबो ता ऊपर टिके पानी छिटा लगेदेले सान एइना तो कहले भांगीदेवी बड़ देखुची सान को सान धरी साइलाणी मु टिके धरी दियंती तो एई भितरे से माने देखुचंदी कौन होची कौन नाई केमिति भांगिबार अच्छी कौन देखिबा भितरे से बड़ देखुची सेपटे आउ कौन कौन आसिक भंगा हम कि आउ खाली नड़िया भंगा हम ना आउ किछि भंगा हम तो सेई सी पूरा आंठे पेटे देखुची एबे ता ऊपर बहु भलिया खंडे पड़िला जेमिति हमर दुल्हन को निया जाए बेदी को ऊपर देगी तो सेमती पड़िला से कौन मंत्र पाठ कले ता हाथ में नड़ियाटा धरैले तापर ताको कहले तू कह कह कि ता भितरे किछि गोटे मंत्र पाठ करुथिले जहाँकि आम शुणिया बाहरी थिला आ सीए पुणी दिथर बाड़ेगी नड़ियाटा भांगिला तापर तांको पादरे टिके टिके पानी देला से जो नड़ियार पानी तापर ये बाड़ेइबो ये बे सेकेंड सान बाड़ेइबो बड़ जेहेतु बाड़े साराणी देखुची सान बड़ को जे कौन होउची से भितरे मोर भी हबो
ତ ସିଏ ବାଡ଼େଇବାକୁ ଯାଉଛି। ଆଗ ଥରେ ବାଡ଼େଇଲା, ହେଲାନି। ଦ୍ୱିତୀୟ ଥର ବାଡ଼େଇଲା, ହେଲାନି। ତୃତୀୟ ବାଡ଼େଇଲା, ହେଲାନି। ଚତୁର୍ଥ, ହେଲାନି। ଖାଇନି କିଛି ପିଲାଟା ଆଉ। ପଞ୍ଚମ, ହେଲାନି। ଷଷ୍ଠ, ହେଲାନି। ନାଇଁ, ଷଷ୍ଠରେ ଟିକେ ଟିକେ ବାହାରିଲା। ହଉ, ଯାହା ଟିକେ ଟିକେ ବାହାରୁଛି ସେ ଚଳିବ, ଯାହା ହଉ ଫାଇନାଲି ଭାଙ୍ଗିଲା। ଏବେ ସେଇ ସାନକୁ ସେଇ ମନ୍ତ୍ର ପାଠ କରାହେଲା। ବହୁତ ସମୟ ଯାଏ କିଛି କାନରେ କୁହାଗଲା, ହସ କଥା କୁଆଡ଼େ। ତ ବହୁତ ସମୟ ମନ୍ତ୍ର ପାଠ କରିସାରିବା ପରେ ଏବେ ତାଙ୍କ ଉପରୁ ସେଇ ଯେଉଁ ଗେରୁଆ ଗାମୁଛା ଉଠା ହବ। ଗେରୁଆ ଗାମୁଛା ଉଠା ହେଇସାରିଲେ ଏବେ ହବ କ'ଣ? ପୁଣି ହବ ବଡ଼ ଭିକ୍ଷା, ମାନେ ବ୍ରହ୍ମଚାରୀକୁ, ନୂଆ ଆସିଥିବା ବ୍ରହ୍ମଚାରୀଙ୍କୁ ଯେ କିଛି କିଛି ଭିକ୍ଷା ଦେବେ। ତ ତା ଆସିବା ଆଗରୁ ଏଇ ଯେଉଁ ମନ୍ତ୍ର ଦେବା କାର୍ଯ୍ୟକ୍ରମ ଚାଲିଲା, ଏଇ କିଛି ମିନିଟ୍ ଚାଲିଲା। ସେ ବାଡ଼ିଟା ଅଛି। ଅନ୍ୟମାନେ ଏପଟେ କିନ୍ତୁ ଖଟି କରିବାରେ ମସଗୁଲ। ବର୍ତ୍ତଘର ଯାହା ହଉ କ୍ୟାମେରାମ୍ୟାନ୍ କ୍ୟାମେରା ଦେଖିବାରେ ମସଗୁଲ, ଅନ୍ୟମାନେ ଖଟି କରିବାରେ ମସଗୁଲ। ଖଟି ବନ୍ଦ ନେଇ ହୋନା ଚାହିଏ। ତ ଏବେ ବଡ଼ ଭିକ୍ଷା ଆଗରୁ କାମ ଆସିବ। ଥାଳ ଧରିବ କିଏ? ମାମୁଁ। ତ ମାମୁଁ ପ୍ୟାଣ୍ଟ ସାର୍ଟରେ ଅଛନ୍ତି। ଧୋତି ଗାମୁଛା ପିନ୍ଧିବା ଦରକାର। ଧୋତି ତ ନୁହଁ, ସିଏ ପିନ୍ଧିବେ ଯୋଡ଼। ଯୋଡ଼ର ଦୁଇଟା ପାର୍ଟ ଥାଏ, ଖଣ୍ଡେ ଭଙ୍ଗା ହବ ଆଉ ଖଣ୍ଡେ ରଖାହବ। ତ ଏବେ ଆଉ ଜଣେ ହେଲ୍ପ କରୁଛନ୍ତି ତାଙ୍କୁ ଯୋଡ଼ ପିନ୍ଧିବାରେ। ଏବେ ଆଉ ଜଣେ ମାମୁଁ ଆସିଗଲେ ଫର୍ମାଟକୁ, ନାଲିଆ ଗାମୁଛା ସହିତ। ତ ଏ ମାମୁଁ ରେଡ଼ି ହେଇଗଲେ, ଥାଳ ଧରିକି ରେଡ଼ି। ବଡ଼ ପାଇଁ ରେଡ଼ି, ସାନ ପାଇଁ ବି ମାମୁଁ ଜଣକ ଯେଉଁ ରେଡ଼ି ହେଲେ, ଫର୍ମ ଆସିନାହାନ୍ତି, ଅନ୍ ଦ ଫର୍ମ ଆଉ ପ୍ଲାଟଫର୍ମକୁ ଆସିନାହାନ୍ତି ଆଉ। ଏବେ ବଡ଼କୁ ଦିଆହବ ପ୍ରଥମ ଭିକ୍ଷା। ଭବତୀ ଭିକ୍ଷାମ୍ ଦେହି ଭବତଃ ଭିକ୍ଷାମ୍ ଦେହି, ଏଇ କଥା ତାଙ୍କୁ ଆଗ 2 ଜଣଙ୍କୁ କୁହାଗଲା। ଆଉ ଯିଏ ଯୋଉ ଜୋର କହିବ ତାଙ୍କୁ ଅଧିକ ଅଧିକ ମିଳିବ। ତ ଏମାନଙ୍କର ତ ପେଟରେ ଖାଦ୍ୟ ନାହିଁ। ତ ସେଇ ଯାହା ଥରେ 2 ଥର କହିଦେଲେ, ବଡ଼କୁ ପ୍ରଥମେ ଦିଆହେଲା ଭେସଲେଟ୍। ରେଡ଼ି ଆଉ, ସୁନା ଭେସଲେଟ୍ଟେ ମିଳିଲା। ମାଇଁ କ'ଣ କଲେ, ବଡ଼ ହାତରେ ପିନ୍ଧେଇ ଦେଲେ ଭେସଲେଟ୍ଟେ। ତା ସହିତ ତାକୁ ଟିକେ ଯେଉଁ ବଡ଼ ଭିକ୍ଷା ପାଇଁ ଯେଉଁ ଖେଚେଡ଼ି ହେଇଥିଲା, ଯେଉଁ ପଞ୍ଚୁଗ୍ରାସରେ ଯେଉଁ ଖେଚେଡ଼ି ହେଇଥିଲା, ସେଥିରୁ ଖେଚେଡ଼ି ତାକୁ ଟିକେ ପାଟିକୁ ଦେଲେ। ତା ମୁଣ୍ଡରେ ଟିକେ ସେଇ ଯେଉଁ ଘିଅ ଯେଉଁଥିରେ ଦିଆ ହେଉଥିଲା ତାକୁ ଟିକେ ଲଗେଇଦେଲେ। ଏବେ ସାନ ଆଡ଼କୁ ଆସିଲେ, ସାନକୁ ଦେଲେ ମୁଦି। ତା ସହିତ ତା ମୁଣ୍ଡରେ ଟିକେ ଲଗେଇଦେଲେ ସେଇ ଯେଉଁ ଦିଆ ହେଉଥିଲା ଘିଅ ଯେଉଁଥିରେ ଦିଆଯାଉଥିଲା। ତା ସହିତ ତାକୁ ଦେଲେ ମୁଦି। ଏଇ ତ ମୁଦି ପିନ୍ଧେଇ ଦେଲେ। କ'ଣ ଭାଇକୁ ତମେ ଦେଲ ଭେସଲେଟ୍, ମୋତେ ମୁଦିଟା ପିନ୍ଧେଇ ଦେଲ? ସେ ଟିକେ ଭଲ କି ଦେଖୁଛି ମାଇଁକୁ। ହଉ ଟିକେ ହସିଦେବା, ଯାହା ହଉ ସେ ଦେଲେ ତ ଆଉ। ଏବେ ପୁଣି ତାଙ୍କର ଦ୍ୱିତୀୟ ପାଳି ଆସିଲା। ଦ୍ୱିତୀୟ ଆଉ ଜଣେ ତାଙ୍କର ସମ୍ପର୍କୀୟ, ସିଏ ବି ଆଣିଛନ୍ତି କ'ଣ ମୁଦି। ରେଡ଼ି, ବଡ଼କୁ ଦେଲେ ମୁଦି। ତ ବଡ଼କୁ ପ୍ରଥମେ ମୁଦି ପିନ୍ଧେଇ ଦେଲେ। ବଡ଼ ଦେଖୁଛି ମୁଦିଟାକୁ, ହଁ ଠିକ୍ରେ ଦେଖିଲା ତ, ହଁ। ଏବେ କ୍ୟାମେରାକୁ ଦେଖ, ଫୋକସ୍ କର, ଫୋକସ୍ କର, କ୍ୟାମେରାକୁ ଫୋକସ୍ କର। ଏବେ ପୁଣି ସାନକୁ ଆସିଲେ, ସାନକୁ ଦେଲେ ବି ଜଣେ ଆଉ ଜଣେ ଆସିକି ଦେଲେ ମୁଦି। ଟଙ୍କାଟେ କ'ଣ ଦେବା କଥା ଦକ୍ଷିଣା, ସେଇ ଟଙ୍କାଟେ କ'ଣ ପଡ଼ିଗଲା ଏପଟେ। ଏପଟେ ଜଣେ ମାଉସୀ, ସିଏ ବି ଦେଉଛନ୍ତି। ଇଏ କ'ଣ ପଇସା ନେଇକି ଏପଟେ ରଖିଦେଲେ। ତାପରେ ଇଏ କ'ଣ ଆସିକି ପଇସା ଦେଲେ। ତାପରେ ଇଏ କ'ଣ ଚେନ୍ କି ମୁଦି କ'ଣ ଗୋଟେ ଆଣିଲେ। ସୁନା ତ ଦେଉଛନ୍ତି। ଏଇସବୁ ଭିତରେ ରାତି ହେଇଯିବ। ବାପାଙ୍କୁ ଗାଡ଼ି ଚଲେଇବାକୁ ଠିକ୍ରେ ଦେଖାଯିବନି। ଏଇଠି ବାଜାବାଲା ବସି ଯାଇଛନ୍ତି ହାଲିଆ ହେଇକି ବାଜା ବଜେଇକି। ତ ମୋତେ ଏବେ ମଣ୍ଡପରୁ ବିଦାୟ ଦେବାକୁ ପଡ଼ିଲା। ରୁଷିଆଣୀ କଥା ଦେଖିପାରିଲିନି। ହଉ, ଯାହାବି, ମୁଁ ଫେରି